ପିଲାମାନେ ଏହା ହେଉଛି ତୁମର ନବୋଦୟ ଏଣ୍ଟ୍ରାନ୍ସ ପରୀକ୍ଷାର ଏହା ହେଉଛି ଗଣିତ ବିଷୟ ଏବଂ ଏହିସବୁ MCQ ଗୁଡ଼ିକ ଆମେ ଭିଡ଼ିଓ ସବୁ ବାହାର କରିଛୁ ଯାହାକି ତୁମ ପାଇଁ ଭେରି ଇମ୍ପୋର୍ଟାଣ୍ଟ ରହିଛି। ପିଲାମାନେ ମୁଁ ଏଠାରେ ଉତ୍ତର କହିବା ପୂର୍ବରୁ ତୁମେ ନିଜେ ନିଜକୁ ପରଖିପାରିବ ଯେ 1 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏ ହେବ ନା ବି ହେବ ନା ସି ହେବ ନା ଡି ହେବ, ତୁମେ ଏଠାରେ କମେଣ୍ଟରେ ଲେଖିପାରିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ 4ଟି ଉତ୍ତର ଦିଆଯାଇଛି। ଠିକ୍ ଉତ୍ତରଟି ବାଛି ଉତ୍ତର ସଂଖ୍ୟା ଚାରିପଟେ ଗୋଲ ବୁଲାଅ। ଠିକ୍ ଅଛି। ଏଠାରେ ପ୍ରଥମ ପ୍ରଶ୍ନ ଅଛି 1 ଓ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି। 1 ଓ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 4, 7, 8, 10। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 8ଟି। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 36ର ଗୁଣନୀୟକ କିଏ ନୁହେଁ? ଏଠାରେ ଥିବା ସଂଖ୍ୟାମାନଙ୍କ ମଧ୍ୟରୁ 36ର ଗୁଣନୀୟକ କିଏ ନୁହେଁ? ଏଠାରେ ଅପସନ୍ ଅଛି 2, 6, 8, 9। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି 8। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 15ରୁ ସାନ ସମସ୍ତ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ? 15ରୁ ସାନ ସମସ୍ତ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ? ଏଠାରେ ଅପସନ୍ ଅଛି 19, 39, 29, 48। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି 48। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 70ରୁ ସାନ ମାତ୍ର ସବୁଠୁ ବଡ଼ ମୌଳିକ ସଂଖ୍ୟା କିଏ? 70ରୁ ସାନ ମାତ୍ର ସବୁଠୁ ବଡ଼ ମୌଳିକ ସଂଖ୍ୟା କିଏ? ଏଠାରେ ଅପସନ୍ ଅଛି 67, 69, 68, 67। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର 67। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ କେଉଁ ଉତ୍ତର ସଂଖ୍ୟାରେ 6ର ଗୁଣିତକ ଅଛି? ନିମ୍ନଲିଖିତ କେଉଁ ଉତ୍ତର ସଂଖ୍ୟାରେ 6ର ଗୁଣିତକ ଅଛି? ପିଲାମାନେ 6ର ଗୁଣିତକ ଏଇଠି କେଉଁଠି ଅଛି? ଠିକ୍ ଅଛି। ତୁମେ ଦେଖିବ 6 1 6, 6 2 ଗୁଣେ 12। ଏଇଠି ହଠାତ୍ ମୁଁ ଜାଣିପାରିବ ଏ ନମ୍ବର ଠିକ୍ ଅଛି, ସେଥିପାଇଁ ଏଠାରେ ଏ ନମ୍ବର ସଠିକ୍ ଉତ୍ତର। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ କେଉଁ ଉତ୍ତର ସଂଖ୍ୟାରେ ଥିବା ସଂଖ୍ୟା ଗୁଡ଼ିକର ଗୋଟିଏ ଗୁଣିତକ 36? ନିମ୍ନଲିଖିତ କେଉଁ ଉତ୍ତର ସଂଖ୍ୟାରେ ଥିବା ସଂଖ୍ୟା ଗୁଡ଼ିକର ଗୋଟିଏ ଗୁଣିତକ ହେଉଛି 36? ଏଠାରେ ଅପସନ୍ ଅଛି 1 2 3 7, 1 2 3 4, 2 3 4 5, 3 4 5 6। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 1 2 3 4। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ କେଉଁ ସଂଖ୍ୟାର 2ଟି ମାତ୍ର ଗୁଣନୀୟକ ଅଛି? ନିମ୍ନଲିଖିତ କେଉଁ ସଂଖ୍ୟାର 2ଟି ମାତ୍ର ଗୁଣନୀୟକ ଅଛି? ଏଠାରେ ଅପସନ୍ ଅଛି 1, 5, 9, 15। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 5। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ କେଉଁ ସଂଖ୍ୟାର ସବୁଠାରୁ ଅଧିକ ସଂଖ୍ୟକ ଗୁଣନୀୟକ ଅଛି? ନିମ୍ନଲିଖିତ କେଉଁ ସଂଖ୍ୟାର ସବୁଠାରୁ ଅଧିକ ଗୁଣନୀୟକ ଅଛି? ଏଠାରେ ଅପସନ୍ ଅଛି 42, 45, 50, 51। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର 42। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 100 ମଧ୍ୟରେ 2ର ଗୁଣିତକ ସଂଖ୍ୟା କେତୋଟି ଅଛି? 100 ମଧ୍ୟରେ 2ର ଗୁଣିତକ ସଂଖ୍ୟା କେତୋଟି ଅଛି? ଏଠାରେ ଅପସନ୍ ଅଛି 49, 99, 50, 100। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 50। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 180ର ଗୁଣିତକ କ'ଣ ନ ହୋଇପାରେ? ଏଠାରେ ଥିବା 180ର ଗୁଣିତକ କ'ଣ ନ ହୋଇପାରେ? ଏଠାରେ ଅପସନ୍ ଅଛି 180,
180 ବଡ଼, 180 ସାନ, 360। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 180 ସାନ। ଠିକ୍ ଅଛି, 180 ସାନ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନସ୍ଥ କେଉଁ ସଂଖ୍ୟାଟି ପାଇଁ ଗୋଲ୍ଡ ବାର୍ଙ୍କ ତଥ୍ୟ ପ୍ରଯୁଜ୍ୟ? ନିମ୍ନସ୍ଥ କେଉଁ ସଂଖ୍ୟାଟି ପାଇଁ ଗୋଲ୍ଡ ବାର୍ଙ୍କ ତଥ୍ୟ ପ୍ରଯୁଜ୍ୟ? ଏଠାରେ ଅପସନ୍ ଅଛି 3, 4, 5, 2। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 5। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେତୋଟି ମୌଳିକ ଅଙ୍କ ସମ୍ଭବ? କେତୋଟି ମୌଳିକ ଅଙ୍କ ସମ୍ଭବ? ଏଠାରେ ଅପସନ୍ ଅଛି 6, 10, 9, 4। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 4। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସର୍ବନିମ୍ନ ମୌଳିକ ଅଯୁଗ୍ମ ସଂଖ୍ୟାଟି କେତେ? ସର୍ବନିମ୍ନ ମୌଳିକ ଅଯୁଗ୍ମ ସଂଖ୍ୟାଟି କେତେ? ଏଠାରେ ଅପସନ୍ ଅଛି 2, 1, 3, 5। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି 3। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସର୍ବନିମ୍ନ ଯୌଗିକ ଅଯୁଗ୍ମ ସଂଖ୍ୟାଟି କେତେ? ସର୍ବନିମ୍ନ ଯୌଗିକ ଅଯୁଗ୍ମ ସଂଖ୍ୟାଟି କେତେ? ଏଠାରେ ଅପସନ୍ ଅଛି 1, 3, 5, 9। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 9। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 4ରୁ ବଡ଼ ପ୍ରତ୍ୟେକ ଯୁଗ୍ମ ସଂଖ୍ୟାକୁ ଦୁଇଟି ମୌଳିକ ସଂଖ୍ୟାର ଯୋଗଫଳ ରୂପେ ପ୍ରକାଶ କରିହେବ। ଏହା କେଉଁ ଗଣିତଜ୍ଞଙ୍କ ମତ? 4ରୁ ବଡ଼ ପ୍ରତ୍ୟେକ ଯୁଗ୍ମ ସଂଖ୍ୟା ଦୁଇଟି ମୌଳିକ ସଂଖ୍ୟାର ଯୋଗଫଳ ରୂପେ ପ୍ରକାଶ କରିବା ହେବ। ଏହା କେଉଁ ଗଣିତଜ୍ଞଙ୍କ ମତ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ଗୋଲ୍ଡ ବାର୍ଙ୍କ। ଗୋଲ୍ଡ ବାର୍ଙ୍କ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେତୋଟି ମୌଳିକ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ? କେତୋଟି ମୌଳିକ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ? ଏଠାରେ ଅପସନ୍ ଅଛି 3, 4, 5, 6। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି 4। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1ରୁ 100 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? 1ରୁ 100 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 25, 24, 26, 23। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର 25। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1ରୁ 50 ମଧ୍ୟରେ କେତେ ଯୋଡ଼ା ଯମଜ ମୌଳିକ ସଂଖ୍ୟା ଅଛି? 1ରୁ 50 ମଧ୍ୟରେ କେତେ ଯୋଡ଼ା ଯମଜ ମୌଳିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 4, 5, 6, 7। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 6। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1ରୁ 50 ମଧ୍ୟରେ କେତୋଟି ଯୌଗିକ ସଂଖ୍ୟା ଅଛି? 1ରୁ 50 ମଧ୍ୟରେ କେତୋଟି ଯୌଗିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 36, 15, 25, 35। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 35। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପ୍ରତ୍ୟେକ ସଂଖ୍ୟାର ଗୁଣନୀୟକ କେତେ? ପ୍ରତ୍ୟେକ ସଂଖ୍ୟାର ଗୁଣନୀୟକ କେତେ? ଏଠାରେ ଅପସନ୍ ଅଛି 0, 2, 3, 1। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 1। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯମଜ ମୌଳିକ ସଂଖ୍ୟା ଦ୍ୱୟ ମଧ୍ୟରେ ପାର୍ଥକ୍ୟ କେତେ? ଯମଜ ମୌଳିକ ସଂଖ୍ୟା ଦ୍ୱୟ ମଧ୍ୟରେ ପାର୍ଥକ୍ୟ କେତେ? ଏଠାରେ ଅପସନ୍ ଅଛି 0, 1, 2, 3। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 2। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 50ରୁ 100 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? 50ରୁ 100 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 9, 10, 11, 12। ଏଠାରେ ସଠିକ୍ ଉତ୍ତରଟି ହେଉଛି 10। 10ଟି ମୌଳିକ ସଂଖ୍ୟା ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି। କେତୋଟି ମୌଳିକ ସଂଖ୍ୟା 2 ଅଙ୍କ ବିଶିଷ୍ଟ? କେତୋଟି ମୌଳିକ ସଂଖ୍ୟା 2 ଅଙ୍କ ବିଶିଷ୍ଟ? ଏଠାରେ ଅପସନ୍ ଅଛି 23, 20, 21, 22। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି 21। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1001କୁ ମୌଳିକ ଗୁଣନୀୟକରେ ବିଶ୍ଳେଷଣ କଲେ କେତେ ହେବ? 1001କୁ ମୌଳିକ ଗୁଣନୀୟକରେ ବିଶ୍ଳେଷଣ କଲେ କେତେ ହେବ? ଏଠାରେ ଅପସନ୍ ଅଛି 5,
ଗୁଣନ 7 ଗୁଣନ 11, 7 ଗୁଣନ 11 ଗୁଣନ 13, 11 ଗୁଣନ 13 ଗୁଣନ 17, 5 ଗୁଣନ 11 ଗୁଣନ 13। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 7 ଗୁଣନ 11 ଗୁଣନ 13। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 43ର ବୃହତ୍ତମ ଗୁଣନୀୟକଟି କେତେ? 43ର ବୃହତ୍ତମ ଗୁଣନୀୟକଟି କେତେ? ଏଠାରେ ଅପସନ୍ ଅଛି 40, 42, 43, 1। ଏଠାରେ ସଠିକ୍ ଉତ୍ତରଟି ହେଉଛି 43, ଅର୍ଥାତ୍ ସେ ନିଜେ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନସ୍ଥ କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି? ନିମ୍ନସ୍ଥ କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି? ଏଠାରେ ଅପସନ୍ ଅଛି 1, 2, 0, 4। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ 1। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେତୋଟି 2 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? କେତୋଟି 2 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? ଏଠାରେ ଅପସନ୍ ଅଛି 9, 90, 999। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି 90। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେତୋଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? କେତୋଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? ଏଠାରେ ଅପସନ୍ ଅଛି 9, 90, 900, 9000। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 900। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେତୋଟି 4 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? କେତୋଟି 4 ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ଭବ? ଏଠାରେ ଅପସନ୍ ଅଛି 9, 90, 900, 9000। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 9000। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 100 ମଧ୍ୟରେ ସର୍ବାଧିକ କେତୋଟି ଯୌଗିକ ସଂଖ୍ୟା କ୍ରମାନ୍ୱୟରେ ସମ୍ଭବ ହେବ? 100 ମଧ୍ୟରେ ସର୍ବାଧିକ କେତୋଟି ଯୌଗିକ ସଂଖ୍ୟା କ୍ରମାନ୍ୱୟରେ ସମ୍ଭବ ହେବ? ଏଠାରେ ଅପସନ୍ ଅଛି 6, 5, 4, 7। ଏଠାରେ ସଠିକ୍ ଉତ୍ତରଟି ହେଉଛି 6, 6ଟି ସମ୍ଭବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 53ର ବୃହତ୍ତମ ଗୁଣନୀୟକ ଓ କ୍ଷୁଦ୍ରତମ ଗୁଣନୀୟକର ଅନ୍ତର କେତେ? 53ର ବୃହତ୍ତମ ଗୁଣନୀୟକ ଓ କ୍ଷୁଦ୍ରତମ ଗୁଣନୀୟକର ଅନ୍ତର କେତେ? ଏଠାରେ ଅପସନ୍ ଅଛି 48, 54, 50, 52। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 52। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 2 ଅଙ୍କ ବିଶିଷ୍ଟ ବୃହତ୍ତମ ମୌଳିକ ସଂଖ୍ୟା କେତେ? 2 ଅଙ୍କ ବିଶିଷ୍ଟ ବୃହତ୍ତମ ମୌଳିକ ସଂଖ୍ୟା କେତେ? ଏଠାରେ ଅପସନ୍ ଅଛି 95, 96, 97, 98। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 97। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 56ର କ୍ଷୁଦ୍ରତମ ଗୁଣିତକ କେତେ? 56ର କ୍ଷୁଦ୍ରତମ ଗୁଣିତକ କେତେ? ଏଠାରେ ଅପସନ୍ ଅଛି 1, 2, 56, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ସେ ନିଜେ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 24ର ବୃହତ୍ତମ ଗୁଣନୀୟକ କେତେ? 24ର ବୃହତ୍ତମ ଗୁଣନୀୟକ କେତେ? ଏଠାରେ ଅପସନ୍ ଅଛି 24, 12, 2, 3। ଏଠାରେ ସଠିକ୍ ଉତ୍ତରଟି ହେଉଛି 24, ସେ ନିଜେ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 35ର ମୌଳିକ ଗୁଣନୀୟକଟି କେତେ? 35ର ମୌଳିକ ଗୁଣନୀୟକଟି କେତେ? ଏଠାରେ ଅପସନ୍ ଅଛି 3, 5, 11, 13। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 5। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ ସଂଖ୍ୟାର କେତୋଟି ଗୁଣିତକ ଥାଏ? ଗୋଟିଏ ସଂଖ୍ୟାର କେତୋଟି ଗୁଣିତକ ଥାଏ? ଏଠାରେ ଅପସନ୍ ଅଛି 1, ଅସଂଖ୍ୟ, 2ଟି, 3ଟି। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଅସଂଖ୍ୟ। ଠିକ୍ ଅଛି। ଗୋଟିଏ ସଂଖ୍ୟାର ଅସଂଖ୍ୟ ଗୁଣିତକ ଥାଏ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 122ର ସାନ ଗୁଣିତକଟି କେତେ? 122ର ସାନ ଗୁଣିତକଟି କେତେ? ଏଠାରେ ଅପସନ୍ ଅଛି 122, 61, 244, 1। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର 122, ଅର୍ଥାତ୍ ସେ ନିଜେ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକଟି କେତେ? ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକଟି କେତେ? ଏଠାରେ ଅପସନ୍ ଅଛି
2 2 1 ସେହି ସଂଖ୍ୟା। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି 1। ଠିକ୍ ଅଛି, 1 ହେଉଛି ପ୍ରତ୍ୟେକ ସଂଖ୍ୟାର ଗୁଣନୀୟକ। ଦେଖିବା ପରବର୍ତ୍ତୀ ପ୍ରଶ୍ନ, 1 ବ୍ୟତୀତ ପ୍ରତ୍ୟେକ ସଂଖ୍ୟାର ବୃହତ୍ତମ ଗୁଣନୀୟକଟି କେତେ? 1 ବ୍ୟତୀତ ପ୍ରତ୍ୟେକ ସଂଖ୍ୟାର ବୃହତ୍ତମ ଗୁଣନୀୟକଟି କେତେ? ଏଠାରେ ଅପସନ୍ ଅଛି 2, ସେହି ସଂଖ୍ୟା, 0, 1। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ସେହି ସଂଖ୍ୟା। ଠିକ୍ ଅଛି, ସେହି ସଂଖ୍ୟା। ଦେଖିବା ପରବର୍ତ୍ତୀ ପ୍ରଶ୍ନ, 1ରୁ 50 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? 1ରୁ 50 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? ଏଠାରେ ଅପସନ୍ ଅଛି 15, 16, 14, 17। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ 15। ଠିକ୍ ଅଛି, ଧନ୍ୟବାଦ ପିଲାମାନେ। ଏପରି ଭିଡ଼ିଓ ଦେଖିବାକୁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।